ବେଦବ୍ୟାସ ହସି ହସି କହିଲେ, ତୁମର ନାମ କୃଷ୍ଣ ନ ହୋଇ ତୃଷ୍ଣା ହୋଇଥିଲେ ଭଲ ହେଇଥାନ୍ତା। ମା ତୃଷ୍ଣା ଦୁଃଖଦାୟକ, କିନ୍ତୁ ଜ୍ଞାନର ତୃଷ୍ଣା କେବଳ ଆନନ୍ଦ ହିଁ ପ୍ରଦାନ କରେ। ଜ୍ଞାନର ତୃଷ୍ଣା ଗୋଟିଏ ଜନ୍ମରେ କଣ ସହସ୍ର ଜନ୍ମରେ ବି ମେଣ୍ଟି ପାରେନି। ଜଳପାନ କଲେ ତୃଷା ଦୂର ହୁଏ, କିନ୍ତୁ ଜ୍ଞାନ ପାନ କଲେ ଜ୍ଞାନର ତୃଷା ବଳବତ୍ତର ହୁଏ। ତୃଷା ମେଣ୍ଟିଗଲେ ଜ୍ଞାନର ପଥ ରୁଦ୍ଧ ହୁଏ। ଅନନ୍ତ ସମୟର ବେଳାରୁ ଜ୍ଞାନର କ୍ଷୁଦ୍ର ଚିତ୍ର ବିଚିତ୍ର ଶାମୁକା ସବୁ ସାଉଁଟୁ ସାଉଁଟୁ ଯଦି ଜୀବନ ସରିଯାଏ, ତେବେ ସେଇ ତ ସାର୍ଥକ ଜୀବନ। ମୁଁ ଆହ୍ଲାଦିତ ହୋଇ ପ୍ରଶ୍ନ କଲି, ଯେତେ ସବୁ ଗ୍ରନ୍ଥ ମୋର ଗୁରୁମାନେ ଦେଇଥିଲେ ମୁଁ ପଢି ଶେଷ କରିଛି, ଆଉ କେଉଁ ଗ୍ରନ୍ଥ ପଢିବି? ବେଦବ୍ୟାସ ହସି ହସି କହିଲେ, ଜ୍ଞାନ ଆହରଣ ପାଇଁ ଗ୍ରନ୍ଥର କଣ ଅଭାବ ଅଛି? ଏ ବିଶାଳ ବିଶ୍ୱ ହେଉଛି ସର୍ବଶ୍ରେଷ୍ଠ ଗ୍ରନ୍ଥାଗାର। ବିଶ୍ୱମୟଙ୍କର ସମସ୍ତ ସର୍ଜନା କୀଟାଣୁ ଭୂତାଣୁଙ୍କ ଦ୍ୱାରା ଆରମ୍ଭ କରି ଗ୍ରହ ନକ୍ଷତ୍ର ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ସେହି ଗ୍ରନ୍ଥାଗାରର ଏକ ଏକ ମହାନ ଗ୍ରନ୍ଥ। ଏ ପୃଥିବୀରେ ଧୂଳିକଣା ସହିତ ମଧ୍ୟ ମୁହୂର୍ତ୍ତ ମୁହୂର୍ତ୍ତର ଅନୁଭୂତି ହେଉଛି ସେହି ସବୁ ଗ୍ରନ୍ଥ ମାନଙ୍କର ଗୋଟିଏ ଗୋଟିଏ ପତ୍ର। ତେଣୁ ଜୀବନର ପ୍ରତ୍ୟେକଟି ଅନୁଭୂତ ଅଧ୍ୟୟନର ବସ୍ତୁ। ପୃଥିବୀରେ ଶାସ୍ତ୍ରକାର ପଣ୍ଡିତ କାବ୍ୟକାର ମୁନି ଋଷି ବିଦ୍ୱାନ ବ୍ୟକ୍ତିଗଣ ଜୀବନ ସାରା ଅଧ୍ୟୟନ କରି ମଧ୍ୟ ତାର ରହସ୍ୟ ଉନ୍ମୋଚନ କରିପାରୁନାହାନ୍ତି। ମା, ତୁମର ଆଉ ଗ୍ରନ୍ଥ ପଢିବାର ଆବଶ୍ୟକତା ନାହିଁ। ଏଣିକି ଜୀବନକୁ ଅଧ୍ୟୟନ କର, ଜୀବନର ମହାନତାକୁ ପ୍ରତିପାଦନ କର। ଏ ପୃଥିବୀରେ ଈଶ୍ୱର ଯାହା ଦେହରେ ଜୀବନର ସ୍ପନ୍ଦନ ଦେଇଛନ୍ତି, ତା ପଛରେ କିଛି ନା କିଛି ମହତ୍ ଉଦ୍ଦେଶ୍ୟ ନିହିତ ଅଛି। ସାଧାରଣ ଜୀବନ କାଟିବା ତୁମ ଜନ୍ମର ଉଦ୍ଦେଶ୍ୟ ନୁହେଁ। ତୁମ ପାଇଁ ଜୀବନରେ ଅନେକ ବିଚିତ୍ର ରୋମାଞ୍ଚକର ଘଟଣାବଳୀ ଅପେକ୍ଷା କରି ରହିଛି। ତାହା ହିଁ ହେବ ତୁମ ଜୀବନର ଚରମ ଅଧ୍ୟୟନ। ସେଥିରେ କୃତିତ୍ୱ ଅର୍ଜନ ପାଇଁ ନିଜକୁ ପ୍ରସ୍ତୁତ କର। ମହାମୁନି ବେଦବ୍ୟାସ ଭବିଷ୍ୟ ଦ୍ରଷ୍ଟା। ମୋ ଜୀବନ ସମ୍ବନ୍ଧରେ ତାଙ୍କର ଭବିଷ୍ୟବାଣୀ ଯେ ଅକାଟ୍ୟ, ଏଥିରେ ସନ୍ଦେହ ନାହିଁ। ଜୀବନ ସମ୍ବନ୍ଧରେ ମୁଁ ନାନା କଳ୍ପନା ଜଳ୍ପନା କରିବାକୁ ଲାଗିଲି। ସେ କଳ୍ପନାକୁ ମୁଁ କବିତାରେ ରୂପାୟିତ କରି ଆତ୍ମତୃପ୍ତି ଲାଭ କରୁଥିଲି। କିନ୍ତୁ ଆଜିର ଅନୁଭୂତିକୁ ଭାଷା ଦେଇ କବିତାରେ ରୂପାୟିତ କରିବା ମୋ ଶକ୍ତିର ବାହାରେ। ଯେଉଁ ଅନୁଭୂତି ଅଲିଭ ଅକ୍ଷରର ହୃଦୟରେ କବିତା ହୋଇ ଲେଖି ହୋଇଯାଏ, ତାକୁ ଲେଖନୀରେ ଫୁଟାଇ ଅନ୍ୟମାନଙ୍କ ପାଇଁ ଲେଖି ହୁଏ ନା। କାରଣ ସେ କବିତାର ପ୍ରତ୍ୟେକଟି ପଂକ୍ତିର ସ୍ପନ୍ଦନ ନିଜସ୍ୱ, ଏକାନ୍ତ ହେଲା ଏକ ସୁମଧୁର କଣ୍ଠର କାକଳିରେ। କର୍ଣ୍ଣଡେରି ଶୁଣିଲି, ମୋର ଶୟନ ଗୃହର ଦ୍ୱାର ଦେଶରେ ମଧୁ ବର୍ଷୁଛି। କୃଷ୍ଣ କୃଷ୍ଣ କିଏ ଜପୁଛି ଏତେ ପ୍ରତ୍ୟୁଷରୁ? ମନକୁ ସ୍ଥିର କରି ଏକାଗ୍ର ଚିତ୍ତରେ ବୁଝିବାକୁ ଚେଷ୍ଟା କଲି। କାହାର ଏ ସୁମଧୁର କୃଷ୍ଣ ନାମ ଭଜନ? କୃଷ୍ଣ କୃଷ୍ଣ କୃଷ୍ଣ, ମୋର ହୃଦୟ ଦ୍ୱାରରେ ପ୍ରତିଧ୍ୱନିତ ହେଉଛି କୃଷ୍ଣ ନାମ। ଏ ସ୍ୱର ମୋ ହୃଦୟ ଭିତରୁ ଭାସି ଆସୁଛି। ନା ମୋର ରୁଦ୍ଧ ତୋର ସେପଟେ କେହି କୃଷ୍ଣ ନାମ ଜପୁଛି? ହୁଏତ ଦୁଇଟି ଯାକ ସତ୍ୟ। କାନ ଡେରିରେ ଶୁଭୁଛି ମୋ ହୃଦୟ ଭିତରେ କୃଷ୍ଣ ନାମ, ପୁଣି ଦ୍ୱାର ସେପଟେ କେହି କୃଷ୍ଣ କୃଷ୍ଣ ଭଜୁଛି। ଦ୍ୱାରରେ ଖୋଲିଲି, ମୋ ଉଆସ ବାହାରେ ଲୋହିତ ରଙ୍ଗ ବୁଣି ଦେଇ ଯାଇଛି। ସବୁଦିନ ଠାରୁ ଆଜିର ସୂର୍ଯ୍ୟୋଦୟ ସ୍ୱତନ୍ତ୍ର। ସେଥିରେ କିଛି ବିଶେଷତ୍ୱ ଅଛି। କିନ୍ତୁ କିଏ ଗାଉଥିଲା କୃଷ୍ଣ ନାମ? କୃଷ୍ଣ କୃଷ୍ଣ କୃଷ୍ଣ, ସୁମଧୁର ସ୍ୱର ଭାସି ଆସୁଛି ରତ୍ନ ପଞ୍ଜୁରୀ ଭିତରୁ। ମୋର ଅତି ପ୍ରିୟ ସାରୀ ନୀଳମଣି କୃଷ୍ଣ ନାମ ଜପୁଛି। କାଲି ରାତିରେ ସଖୀ ନିତମ୍ବନୀ କୃଷ୍ଣଙ୍କର ଜନ୍ମ ବୃତ୍ତାନ୍ତ, ବାଲ୍ୟକାଳରେ ତାଙ୍କର ଅଲୌକିକ କାର୍ଯ୍ୟାବଳୀ, କୈଶୋରରେ ତାଙ୍କର ଗୋପୀ ପ୍ରେମ, ରାଧା ମାନଭଞ୍ଜନ, ପୁଣି ଯୌବନରେ ରୁକ୍ମିଣୀ ହରଣ ଇତ୍ୟାଦି ସବୁ କଥା ବଖାଣୁଥିଲା। କୃଷ୍ଣଙ୍କର ଯେତେ ଦୁର୍ଗୁଣ ସଖୀ ବଖାଣୁଥିଲା, ତାଙ୍କ ପ୍ରତି ସେତେ ବେଶୀ ମୋର ଶ୍ରଦ୍ଧା ବଢୁଥିଲା। ଭାବୁଥିଲି, 12 ବର୍ଷ ବୟସରେ ଯିଏ ଗୋକୁଳରେ ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ, ସେ ଯଦି ଗୋପୀ ରଞ୍ଜନ ହୋଇଥାନ୍ତି, ତାହେଲେ କ୍ଷତି କଣ? ଗୋପୀମାନେ କଣ ଗୋକୁଳବାସୀଙ୍କ ଠାରୁ ଭିନ୍ନ? ଯଦିବା ରୁକ୍ମିଣୀ ସତ୍ୟଭାମାଙ୍କ ବ୍ୟତୀତ ଦ୍ୱାରକାରେ ତାଙ୍କର ଆହୁରି ସହସ୍ର ପତ୍ନୀ ଅଛନ୍ତି, ସେ ତ କେବଳ ଧର୍ମ ରକ୍ଷା ପାଇଁ, ନାରୀର ମର୍ଯ୍ୟାଦା ରକ୍ଷା ପାଇଁ। ଯେଉଁ କୃଷ୍ଣ ନୀଳକାନ୍ତ ମଣିଠାରୁ ଅଧିକ ଉଜ୍ଜ୍ୱଳ, ସେ କେବେ କଳୁଷିତ ହୋଇ ନ ପାରନ୍ତି। ଯେଉଁ କୃଷ୍ଣ ବିଶ୍ୱରଞ୍ଜନ, ସେ କୃଷ୍ଣ ମନୋରଞ୍ଜନ ହେଲେ କ୍ଷତି କଣ? ସାରା ନୀଳମଣି କାଲି ରାତିରେ ନିତମ୍ବନୀ ସହ ମୋର ସମସ୍ତ କଥୋପକଥନ ଶୁଣି କୃଷ୍ଣ ନାମ ଭଜନ ଆରମ୍ଭ କରିଦେଇଛି। ସତେ ଯେମିତି ସେ କୃଷ୍ଣ ଅନ୍ତରରେ ସ୍ୱରକୁ ନିଜ କାକଳିରେ ପ୍ରତିଧ୍ୱନିତ କରୁଛି। ରତ୍ନ ପଞ୍ଜୁରୀ ଖୋଲି ନୀଳମଣିକୁ ଟିକେ ଆଦର କଲି। ତା କଣ୍ଠସ୍ୱର ଠାରୁ ମୋ କଣ୍ଠକୁ ଅଧିକ କୋମଳ କରି ଡାକିଲି, ନୀଳମଣି। ସେ ଡାକିଲା, କୃଷ୍ଣ କୃଷ୍ଣ କୃଷ୍ଣ। ମୁଁ ପୁଣି ଥରେ ମିଠା ସ୍ୱରରେ ଡାକିଲି, ନୀଳମଣି। କୃଷ୍ଣ କୃଷ୍ଣ, ନୀଳମଣି କୃଷ୍ଣ କୃଷ୍ଣ। ମୁଁ ତାକୁ ଯେତେ ଥର ଆଦର କରି ଡାକୁଥାଏ, ସେ ସେତେ ଥର କୃଷ୍ଣ ନାମରେ ହିଁ ଜବାବ ଦେଉଥାଏ।
ସତେ ଯେମିତି ନୀଳମଣି ପ୍ରତି ମୋ ସ୍ନେହର ଉପଯୁକ୍ତ ପ୍ରତିଦାନ ହେଉଛି ତାର କୃଷ୍ଣ ନାମ ଜପ। କାରଣ କୃଷ୍ଣ ନାମ ହିଁ ଆଜି ମତେ ସବୁଠୁ ବେଶୀ ଆନନ୍ଦ ଦିଏ। ସେ କଥା ନୀଳମଣି ବି ଜାଣିଲା କେମିତି?